ବ୍ୟତିକ୍ରମ ହେଲା କ'ଣ ପାଇଁ ସେଠିକାର ଲୋକସଭା ସଦସ୍ୟ ତାକୁ ଠିକ୍ ଢଙ୍ଗରେ ନେଲେନି ଏବଂ ଯେଉଁ ବାମପନ୍ଥୀ ଲୋକମାନେ ତାକୁ ଗୋଟେ ଟିକେ ଭୁଲ ବାଟରେ ନେଇଗଲେ, ଯାହାଫଳରେ ଆଜି ପର୍ଯ୍ୟନ୍ତ ତାଙ୍କର ହାତ ମଧ୍ୟ ରହିଲା, ସବୁ ରହିଲା, ତାଙ୍କର ଯେତିକି କମ୍ପେନସେସନ୍ ଏବଂ ରିହାବିଲିଟେସନ୍ ଏଗୁଡ଼ା ସବୁ ବ୍ୟତିକ୍ରମ ହେଲା। ଏବଂ ବହୁ କଥା ଆମର ଏଠି ଯେଉଁ ଆଦିବାସୀଙ୍କ ସମସ୍ୟା ସବୁ କୁହାହେଉଛି, ଆମେ ଆଜି କାହିଁକି ବେଶୀ ଜୋରରେ କହୁଛୁ, ସେତେବେଳେ ଯେଉଁମାନେ ଥିଲେ ସେମାନେ ଉଚ୍ଚ ବର୍ଗର ନେତା ସବୁ ଥିଲେ, ତେଣୁ ଆମ କଥା ଭଲ ବି ଶୁଣୁନଥିଲେ। ଆଜି ଆମକୁ ଗୋଟେ ସୁଯୋଗ ଆସିଛି, ଭାରତର ରାଷ୍ଟ୍ରପତି ହେଉଛି ଆମର ଏବଂ କେନ୍ଦ୍ରରେ ଯିଏ ମନ୍ତ୍ରୀ ଅଛନ୍ତି ମଧ୍ୟ ଆମ ଏଇ ରାଜ୍ୟର ଏଇ ଆଦିବାସୀ କଥା ବୁଝିବା ପାଇଁ, ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଆଦିବାସୀ। ତେଣୁ ଆଜି ଆମେ ଏଇଟା ଗୁରୁତ୍ୱ ଏତିକି ମାତ୍ରାରେ ଦେଉଛୁ ଯେ ଆଜି ଯଦି ଆମେ ସମାଧାନ ନ କରିପାରିବୁ, ସମାଧାନ ହେବା ଭାରି କଷ୍ଟ ହେବ। ତେଣୁ ସମ୍ବିଧାନରେ ସମସ୍ତ ବ୍ୟବସ୍ଥା ଥିଲେ ମଧ୍ୟ, ସବୁ ବ୍ୟବସ୍ଥା ଅଛି, ସବୁ ବ୍ୟବସ୍ଥା ଥିଲେ ମଧ୍ୟ ଆମକୁ ଯେଉଁ ଅଶିକ୍ଷା ଏବଂ ଦାରିଦ୍ର୍ୟ ଭିତରେ ପୂରେଇ ଦିଆହେଇଛି, ତେଣୁ ଆମକୁ ମୂର୍ଖ ଅମୁକ ଇଆଡ଼ୁ ସିଆଡ଼ୁ ବି କହୁଛନ୍ତି, କିନ୍ତୁ ଆମକୁ ହଜାର ହଜାର ବର୍ଷ ଧରି ଏଇ ଅବସ୍ଥାରେ ପକେଇଛ, ଶିକ୍ଷା ଏବଂ ସମ୍ପତ୍ତିର ଅଧିକାର ବଞ୍ଚିତ କରି। ତେଣୁ ଏବେ ଯେତେବେଳେ ଆମେ କିଛି ଲୋକ ବାହାରିଛେ, ସେମାନେ ଭାବୁଛି ଆକୁ ମଧ୍ୟ ଦବେଇ ଦେଲେ ଏ ମୁଭମେଣ୍ଟ ଆଉ ହବନି। ତେଣୁ ତା ସତ୍ତ୍ୱେ ମଧ୍ୟ ଆଜି ଦେଖନ୍ତୁ, ଆପଣ ଭାଇମାନେ ସବୁ ମିଶିକିରି ଆମେ ମଧ୍ୟ ଅବଗତ ହେଇଥିବାରୁ ଆମ ଭାଇ ଭଉଣୀମାନଙ୍କୁ ସଚେତନ କରୁଛୁ ଯେ ଆଜି ପ୍ରକୃଷ୍ଟ ମୁଭମେଣ୍ଟ ଆସିଛି ଯେ ଆମ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯେହେତୁ ଏହି ବର୍ଗର, ଆଜି ଆସନ୍ତୁ ସମସ୍ତ ସମସ୍ୟାକୁ ଆମେ ମିଳିତ ଭାବରେ ସମାଧାନ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆମେ ତ ଏପର୍ଯ୍ୟନ୍ତ ଦେଇଛୁ କାଗଜପତ୍ର ସବୁ ଦେଇଛୁ, କିନ୍ତୁ ସେଇ ଦୃଷ୍ଟିରୁ ସେ ଏମିତି ଭାବରେ ସେ ଏନଗେଜ୍ ଯେ ମୁଖ୍ୟମନ୍ତ୍ରୀ, ତାକୁ ତ ବୁଡ଼ ପକେଇବା, ଅଙ୍କ କରିବା, ମନ୍ଦିର ଯିବା, ଅଙ୍କ କରିବା, ବେଳ ହଉନି କରିବ କ'ଣ? ତେଣୁ ସେଇଟାକୁ ଆମେ ବର୍ତ୍ତମାନ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସେଇପରି ବିଚାରଟାକୁ ଭାଙ୍ଗିବା ପାଇଁ ଏ ଉଦ୍ୟମ ଚାଲିଛି। ବିଦ୍ୟାଧର ଦହୁରୀ, ରାଜ୍ୟ ଅଧ୍ୟକ୍ଷ ମୂଳ ନିବାସୀ ୟୁନାଇଟେଡ୍ ଫୋରମ୍ ଓଡ଼ିଶା। ଆପଣମାନେ ଜାଣନ୍ତି ଯେ ବର୍ତ୍ତମାନ ଭାରତବର୍ଷରେ ଆମ ଓଡ଼ିଶା ରାଜ୍ୟର ଜଣେ ଅନୁସୂଚିତ ଜନଜାତି ବର୍ଗର ମହିଳା ହେଉଛନ୍ତି ରାଷ୍ଟ୍ରପତି ଏବଂ ଓଡ଼ିଶାରେ ମଧ୍ୟ ତଦନୁରୂପ ଜଣେ ଅନୁସୂଚିତ ଜନଜାତି ବର୍ଗର ଭାଇ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏଭଳି ସ୍ତରରେ ଆମେ ଉପଭୋଗ କରୁଛୁ, ଆମର ଉପଲବ୍ଧି ଯାହା ଯେ କ୍ରମାଗତ ଭାବରେ ଧୀରେ 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 ଆଦିବାସୀ ଏବଂ ଦଳିତମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ଏବଂ ବହୁ ଗୁଡ଼ାଏ ପ୍ରସଙ୍ଗ, ସମ୍ବେଦନଶୀଳ ପ୍ରସଙ୍ଗ ଯାହା ଓଡ଼ିଶାରେ ଥିଲା, ଏହି ବର୍ଗ ପ୍ରତି ଯେଉଁ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି, ଏ ସମ୍ପର୍କରେ ଆମେ ଲିଖିତ ଭାବରେ ସରକାରକୁ ଏବଂ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ବାରମ୍ବାର ଆମେ ଯୋଗସୂତ୍ର ରକ୍ଷା କରି ଆସିଛୁ ଏବଂ ସେଗୁଡ଼ିକ ମଧ୍ୟରେ କିଛି ଉଦାହରଣ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ ଯେ 1982 ମସିହାରେ ଆପଣଙ୍କର ଅଭୟାରଣ୍ୟ ପଲିସି ରାଜ୍ୟ ସରକାର ଘୋଷଣା କଲେ ଡମ୍ପଡ଼ା ଏବଂ ଚନ୍ଦକା ଅଭୟାରଣ୍ୟକୁ ନେଇକି ଏବଂ ପିଢ଼ି ପିଢ଼ି ଧରିକି ସେ ଅଭୟାରଣ୍ୟ ଭିତରେ ଜୀବନ ଜୀବିକା କରି ଆସୁଥିବା ବର୍ତ୍ତମାନ 800ଟି ପରିବାରର ଅନ୍ୟୁନ 4000ରୁ 5000 ଲୋକ ବର୍ତ୍ତମାନ ଅନ୍ଧକୂପ ଭିତରେ ପଡ଼ିକି ରହିଛନ୍ତି ଏବଂ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି, ସେଠି ସ୍ୱାସ୍ଥ୍ୟ ଗମନାଗମନ ସବୁ ବିପର୍ଯ୍ୟସ୍ତ ହୋଇଛି। ଆଇନ ବା ନୂତନ ପଲିସି ଲାଗୁ ହେଲା ପରେ, ଅଭୟାରଣ୍ୟ ପଲିସି ଲାଗୁ ହେଲା ପରେ ବାହାରକୁ ବାହାରିବା ମଧ୍ୟ ସେମାନେ ସକ୍ଷମ ହୋଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ ବିଭିନ୍ନ ପଲିସି ଆଡପ୍ଟ ହୋଇଥିଲେ ମଧ୍ୟ ଏମାନଙ୍କର ଥଇଥାନ ପାଇଁ ଆଜି ପର୍ଯ୍ୟନ୍ତ ସରକାର ଏ 4000 ପ୍ରଜାଙ୍କୁ କୌଣସି ଜାଗାରେ ବିସ୍ଥାପିତ କିମ୍ବା ଥଇଥାନ କରିବାରେ ସକ୍ଷମ ହୋଇନାହାନ୍ତି ଏବଂ ଏଭଳି ପରିସ୍ଥିତିରେ ଆମ କଳିଙ୍ଗନଗର ଇସ୍ୟୁରୁ ମଧ୍ୟ ଦେଖନ୍ତୁ ଯେ ଯେଉଁଠି କଟା ପାପୁଲି ସରକାର କାଟିକି ନେଲା ପରେ ମଧ୍ୟ ତାଙ୍କର DNA ଟେଷ୍ଟ କରିକି ସେ ସମ୍ପୃକ୍ତ ପରିବାର ଗୁଡ଼ିକୁ ଫେରାଇବା ପାଇଁ ସକ୍ଷମ ହୋଇନାହାନ୍ତି, ଯାହାଫଳରେ ଆମ ଆଦିବାସୀ ପରମ୍ପରା, ଆମ ସଂସ୍କୃତି ଅନୁଯାୟୀ ଆମେ ଅଛୁତ ଭଳିଆ ହେଇକି ରହିଛୁ। ଆଜି ପର୍ଯ୍ୟନ୍ତ ଶୁଦ୍ଧିକରଣ ଆମର ହୋଇପାରି ନାହିଁ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଇଡ୍କୋ ଯେଉଁ ଜମି ଅଧିଗ୍ରହଣ କଲା, ସେତେବେଳେ ଯେଉଁ ଶାଗ ମାଛ ଦରରେ ଆମ ଜମିକୁ ନେଇଗଲା ଏବଂ ତାକୁ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଦ୍ଧିତ ଦରରେ ତାହାକୁ କରୁନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷମାନେ ଏବଂ ଯେଉଁ ପିଢ଼ି ପିଢ଼ି ଧରି ଆମକୁ ଚାକିରି ଦେବାର ବ୍ୟବସ୍ଥା ଥିଲା ବିସ୍ଥାପିତମାନଙ୍କୁ, ତାହା ମଧ୍ୟ ବନ୍ଦ କରାଯାଇଛି। କାରଣ ଗୋଟିଏ ପିଢ଼ି କେବଳ ଚାକିରି କରିବ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ସେ ପରିବାରଟି ବାହାର ରାଜ୍ୟକୁ ଦାଦନ ଖଟି ଯିବା ପାଇଁ ବାଧ୍ୟ ହେବ ଏବଂ ଏଇଭଳି ଯେଉଁ 7ଟି ପ୍ରସଙ୍ଗ ରହିଛି, ରାଜ୍ୟରେ ବିଭିନ୍ନ ସ୍ଥାନରେ କାଜୁ ଜଙ୍ଗଲ ଲଗା ହୋଇଥିବା ଜଙ୍ଗଲକୁ ପ୍ରଥମ ପ୍ରଶାସନ ଆମକୁ କହୁଛନ୍ତି ସେଠି କାଜୁ ଜଙ୍ଗଲ ରୋପଣ କରିବା ପାଇଁ।
पर्यावरण सुरक्षा पे काजू जंगल लगे सारिबा परे सेठी पुणी खनि खनन करिया पे सरकार प्रोत्साहित करुचंती विभिन्न खनि मालिक मानकू एवं अपर पार्श्वर जो गुमी पंचायत जहाँ रही नयागढ़ सबुठ सेंसिटिव इश्यू जे 90% दलित आदिवासी जोटी उत्कट जातिभेद रही जो गाँव में से गाँव में पंचायतर कार्यालयटी करने जाऊँच जहाँ से बारंबार जिला प्रशासन को जनइला कलेक्टर को जनइला आम आज्ञा आम अधिकार पर आंदोलन करूँ कहला धमक दि जाऊँगी जिलापाल तरफ तुमको सब जेल भितर भर्ती करदेवी एभली 8टी 9टी प्रसंग को लेकिन आम सरकार को जनईचु एवं प्रशासन को जनईचु किंतु कौन विधिबद्ध भाव में यार समाधान पंथा अद्यावधि बाहरी नथिबारु आज आपण माध्यम पुणी आम चेतावनी दौचु जे आगामी 3 तारिख में 5000 ऊर्ध्व दाबी न पूरण हेबा पर्यंत घर को फेरबू नहीं डाकरा देकी समग्र राज्यर जो 5000 ऊर्ध्व अनुसूचित जाति जनजाति वर्ग विधानसभा घेराव करूँ एवं से बसिक रही।